ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୁରୁତ ହିଁ ପଡ଼ି ମୋର ମାଂସ ହାଡ଼। ଜୟ ଜଗନ୍ନାଥ ବନ୍ଧୁଗଣ, ୱେଲକମ୍ ଟୁ ସାହିତ୍ୟ ଶିକ୍ଷା। ପିଲାମାନେ, ଆଜିର ବିଷୟବସ୍ତୁ ଆମେ ଆଲୋଚନା କରିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ୍ଦୀର ବୀର ବ୍ୟଥା କବିତାଟିକୁ। ଆମେମାନେ ସମସ୍ତେ ଜାଣିଛେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଦରଦୀ ବନ୍ଧୁ ଥିଲେ। ମାନବ ସେବାରେ, ଲୋକ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତେଣୁ ଏହି ପଣ୍ଡିତ ଗୋପବନ୍ଧୁ ଦାସ 1877 ମସିହା ଅକ୍ଟୋବର 10 ତାରିଖରେ 1877 ମସିହାରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ଭାର୍ଗବୀ ନଦୀ କୂଳରେ ଥିବା ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବୁଝିଲା? ଏବଂ ଏହି ଉତ୍କଳମଣି କେବଳ ଜନସେବକ ବା ଦେଶ ସେବକ ନଥିଲେ, ସେ ଥିଲେ ଜଣେ ସାହିତ୍ୟିକ, ସମ୍ପାଦକ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀ, ଜଣେ ଓକିଲ। ହେଲା, ତେବେ ଯେତେବେଳେ ସେ ବାଲ୍ୟକାଳରେ ଚାଟଶାଳୀରେ ପାଠ ପଢ଼ୁଥିଲେ, ସେବେଠାରୁ ସେ ମାନବ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାପରେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଲେ, ତାପରେ କଲିକତା ଗଲେ, ଓକିଲାତି କଲେ, କଟକ ରେଭେନ୍ସା କଲେଜରେ ମଧ୍ୟ ପଢ଼ିଲେ। କିନ୍ତୁ ସେ ଅନେକ ସାହିତ୍ୟ ରଚନା କରିଛନ୍ତି। ତାଙ୍କ ପ୍ରବନ୍ଧ, କବିତା, ଏଇଭଳି ଅନେକ ସାହିତ୍ୟ ସେ ରଚନା କରିଛନ୍ତି। ତେଣୁ ତାଙ୍କ ସାହିତ୍ୟ ସମ୍ଭାର ଗୁଡ଼ିକ ମଧ୍ୟରେ, ରଚନା ଗୁଡ଼ିକ ମଧ୍ୟରେ ଆସୁଛି କ'ଣ ନା ଧର୍ମପଦ ସଂକଳନଟି। ଏଇଟା ଧର୍ମପଦକୁ ନେଇକି ରଚିତ, କୋଣାର୍କ ମନ୍ଦିର ମୁଣ୍ଡି ମାରିଥିବା ଧର୍ମପଦକୁ ନେଇ ରଚିତ ଧର୍ମପଦ, କିମ୍ବଦନ୍ତୀ ଉପରେ ଆଧାରିତ। ବନ୍ଦୀର ଆତ୍ମକଥା, ତାପରେ ଆସିଲା କାରା କବିତା, ତାପରେ ଅବକାଶ ଚିନ୍ତା, ତାପରେ ନଚିକେତା ଉପାଖ୍ୟାନ ପୁରାଣରୁ ନେଇଛନ୍ତି। କଠ ଉପନିଷଦରୁ ଏଟାକୁ ସେ ଗ୍ରହଣ କରିଛନ୍ତି, ଆଣିକି ଲେଖିଛନ୍ତି କ'ଣ ନଚିକେତା ଉପାଖ୍ୟାନ। ଗୋ ମାହାତ୍ମ୍ୟ, ଗାଈର ମାହାତ୍ମ୍ୟ କେତେ, ତାକୁ ମଧ୍ୟ ସେ କବିତା ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚେଇଛନ୍ତି ଏବଂ ଲୋକମାନଙ୍କୁ ଜଣାଇଛନ୍ତି। ଗାଈକି କାହିଁକି ରଖିବା, କାହିଁକି ପାଳିବା କଥା, କାହିଁକି ପୂଜା କରିବା କଥା, ଗାଈ ମହାନ କାହିଁକି, ଗୋରୁର ମହାତ୍ମ୍ୟ କ'ଣ ଅଛି, ତାକୁ ସେ ଗୋ ମାହାତ୍ମ୍ୟ କବିତାରେ ଉଲ୍ଲେଖ କରିଛନ୍ତି। ତେଣୁ ଇତ୍ୟାଦି ସବୁ ତାଙ୍କର ପିଲେ କବିତା ସଂକଳନ ଗୋପବନ୍ଧୁ ଦାସଙ୍କର। ଏହା ଛଡ଼ା ଅନେକ ପ୍ରବନ୍ଧ ସେ ରଚନା କରିଛନ୍ତି, ଯେପରି ସ୍ତ୍ରୀ ଶିକ୍ଷା, ଭାଷା ଓ ଜାତୀୟତା, ଏମିତି ସବୁ ପ୍ରବନ୍ଧ ସେ ଲେଖିଛନ୍ତି। ଏହା ଛଡ଼ା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସତ୍ୟବାଦୀ ପତ୍ରିକା 1915 ମସିହାରେ ସିଏ ପ୍ରତିଷ୍ଠା କରିଥିଲେ ଏବଂ ତାର ସମ୍ପାଦନା କରୁଥିଲେ। ସତ୍ୟବାଦୀ ସାହିତ୍ୟ ପତ୍ରିକା 1915 ମସିହାରେ ସତ୍ୟବାଦୀ ସାହିତ୍ୟ ପତ୍ରିକାକୁ ସେ ପ୍ରତିଷ୍ଠା କରିଥିଲେ। ଏହା ଛଡ଼ା ଆମେ ଯେଉଁ ସମାଜ ଖବର କାଗଜ ପିଲେ ଆଜି ପଢ଼ୁଛେ, ଯେଉଁ ସମାଜ ପେପର ଆମେ ପଢ଼ୁଛେ, ନ୍ୟୁଜ୍ ପେପର ପଢ଼ୁଛେ, ସେଇ ସମାଜ ପେପରକୁ 1919 ମସିହାରେ ତାର ସମ୍ପାଦନା କରିଥିଲେ ଏବଂ ତାକୁ ପ୍ରତିଷ୍ଠାତା ତାର କିଏ, ସେ ନା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ସମାଜ ପତ୍ରିକାକୁ ପ୍ରତିଷ୍ଠା କରିଥିଲେ। ସତ୍ୟବାଦୀ ସାହିତ୍ୟ ପତ୍ରିକାର ସେ ପ୍ରତିଷ୍ଠାତା ଏବଂ ତାର ସମ୍ପାଦକ। ଏହା ଛଡ଼ା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଆଧୁନିକ ଓଡ଼ିଶାର ନବନିର୍ମାତା। ଯେମିତି ଉତ୍କଳ ଗୌରବ ମଧୁସୂଦନ ଦାସକୁ ଆମେ ଆଧୁନିକ ଓଡ଼ିଶାର ନବନିର୍ମାତା ବୋଲି କହୁ, ସେମିତି ପଣ୍ଡିତ ଗୋପବନ୍ଧୁ ଦାସ ମଧ୍ୟ ଆଧୁନିକ ଓଡ଼ିଶାର ନବନିର୍ମାତା। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସମାଜ, ରାଜନୀତି, ସଂସ୍କୃତିର ଜଣେ ବଳିଷ୍ଠ ପୃଷ୍ଠପୋଷକ ଥିଲେ ସିଏ। ଓଡ଼ିଶାର ଶିକ୍ଷା, ଓଡ଼ିଶାର ସାହିତ୍ୟ, ଓଡ଼ିଆ ସମାଜକୁ ସେ ଗଠନ କରିବା, ସମାଜର ଉନ୍ନତି ପାଇଁ ଅନେକ ପ୍ରାଣପଣେ ଚେଷ୍ଟା କରିଛନ୍ତି ସିଏ। ରାଜନୀତି, ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଛନ୍ତି, ରାଜନୀତିରେ ଯୋଗ ଦେଇଛନ୍ତି। ଉତ୍କଳ ଜନନୀକୁ, ଭାରତ ମାତାକୁ ଇଂରେଜମାନଙ୍କଠାରୁ ମୁକ୍ତ କରିବା ପାଇଁ। ଏବଂ ସଂସ୍କୃତିର ଜଣେ ବଳିଷ୍ଠ ପୃଷ୍ଠପୋଷକ ହେଉଛନ୍ତି କିଏ ନା ପଣ୍ଡିତ ଗୋପବନ୍ଧୁ ଦାସ। ଦେଶ ପାଇଁ ଆତ୍ମବଳି ଦେବା ଥିଲା ତାଙ୍କ ଜୀବନର ଚରମ ଓ ପରମ ବ୍ରତ। ଗୋପବନ୍ଧୁ ଦାସଙ୍କର ଜୀବନର ପରମ ଏବଂ ଚରମ ବ୍ରତ କ'ଣ ଥିଲା ନା ଦେଶ ପାଇଁ ଆତ୍ମବଳି ଦେବା, ଜୀବନ ଦେବା, ଦେଶ ପାଇଁ, ମାତୃଭୂମି ପାଇଁ ଜୀବନ ଦେବା ତାଙ୍କ ଜୀବନର ପରମ ବ୍ରତ ଥିଲା। ପିଲାବେଳରୁ ସିଏ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ। ଯେତେବେଳେ ଗୋପବନ୍ଧୁ ଦାସ ଚାଟଶାଳୀରେ ପାଠ ପଢ଼ୁଥିଲେ, ତାଙ୍କ ଗାଁରେ ଚାଟଶାଳୀରେ ପାଠ ପଢ଼ୁଥିଲେ ପ୍ରଥମେ, ସେତେବେଳେ ସେ ଚାଟଶାଳୀରେ ଭାଗବତ ପାଠ ପଢ଼ା ହୁଏ। ଆମେ ସମସ୍ତେ ଜାଣିଛେ ଭାଗବତ ପଢ଼ା ହୁଏ। ଗୋପବନ୍ଧୁ ଦାସ ଭାଗବତ ପଢ଼ିଥିଲେ ଏବଂ ଭାଗବତ ଦ୍ୱାରା ସେ ବହୁତ ଭାବରେ ଅନୁପ୍ରାଣିତ ହୋଇଥିଲେ। ଏବଂ ସେ ସମୟରେ ପୁରୀ ଜିଲ୍ଲାରେ ଏବଂ ଓଡ଼ିଶାରେ ହଇଜା, ବସନ୍ତ, ଏଇ ରୋଗରେ, ମହାମାରୀ ରୋଗରେ ଲୋକମାନେ ଅନେକ ଭାବରେ ମୃତ୍ୟୁବରଣ କରୁଥିଲେ। ଅସଂଖ୍ୟ ଲୋକମାନେ ମୃତ୍ୟୁବରଣ କରୁଥିଲେ। ଏପରିକି ସେଇ ଲୋକମାନଙ୍କର ଡେଡ୍ ବଡ଼ିକୁ ବା ତାଙ୍କ ଶବକୁ ମଧ୍ୟ କେହି ଛୁଉଁନଥିଲେ, କାହିଁକିନା ଯିଏ ଛୁଉଁଥିଲେ ତାଙ୍କୁ ରୋଗ ହେଉଥିଲା।
ବସନ୍ତ ରୋଗ ଏକ ମାରାତ୍ମକ ରୋଗ ଥିଲା ସେତେବେଳେ। ଲୋକମାନେ ଡେଡ୍ ବଡିକୁ ଛୁଉଁନଥିଲେ, ମୃତଦେହକୁ ଛୁଉଁନଥିଲେ। ତେଣୁ ସେତେବେଳେ ପିଲାବେଳେ ଗୋପବନ୍ଧୁ ଦାସ କ'ଣ କଲେ ନା ସେ ମୃତଦେହ ଗୁଡ଼ିକୁ ଗୋପବନ୍ଧୁ ଦାସ ନିଜେ ନେଇକି ତାକୁ ଶବ ଦାହ କଲେ, ନିଜେ ନେଇକି ପୋଡ଼ିଲେ। ସେ ବସନ୍ତ ହଇଜାରେ ମରିଥିବା ଲୋକମାନଙ୍କୁ ନିଜେ ଗୋପବନ୍ଧୁ ଦାସ ନେଇ ଦାହ କଲେ। ଏହା ଛଡ଼ା ଯେତେବେଳେ ବନ୍ୟା ବାତ୍ୟା ହେଉଥିଲା ଓଡ଼ିଶାର ପୁରୀ ଜିଲ୍ଲା ହେଉ କୌଣସି ସ୍ଥାନରେ ହେଉ, ଯେଉଁ ସ୍ଥାନରେ ବନ୍ୟା ହେଉଥିଲା ଗୋପବନ୍ଧୁ ଦାସ ସାଙ୍ଗେ ସାଙ୍ଗେ ସେଠି ପହଞ୍ଚି ଯାଉଥିଲେ। ସେ କହୁଥିଲେ ମୋର ଶହ ଶହ ପୁଅମାନେ ଏବଂ ମୋର ପରିବାର ଲୋକମାନେ ସବୁ ପାଣିରେ ଫସିକି ଅଛନ୍ତି। ତେଣୁ ଯେତିକି ସାମର୍ଥ୍ୟ, ନିଜ ସାମର୍ଥ୍ୟ ଅନୁସାରେ ସେ ଚୁଡ଼ା ଚାଉଳ ସବୁ ନେଇ ସେ ବନ୍ୟା ପୀଡ଼ିତ ଲୋକମାନଙ୍କୁ ବଣ୍ଟନ କରୁଥିଲେ ସେତେବେଳେ ସମୟରେ। ତେଣୁ ବାଲ୍ୟ ବୟସରୁ ସେ ଦେଶ ସେବା ନିଜକୁ ନିୟୋଜିତ କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଏବଂ ତାଙ୍କର ସାଥୀ ଯେ ପଣ୍ଡିତ ନୀଳକଣ୍ଠ ଦାସ ଏବଂ ଆଚାର୍ଯ୍ୟ ହରିହର ଦାସ, ୟାଙ୍କର ସାହାଯ୍ୟ, ତାଙ୍କର ଯେଉଁ ସାହାଯ୍ୟ ଏବଂ ସହାୟତା ଏବଂ ତାଙ୍କର ସାହସ କବି ଗୋପବନ୍ଧୁ ଦାସକୁ କାମରେ ଅଧିକ ପ୍ରୋତ୍ସାହିତ କରିଥିଲା। ଯେତେବେଳେ ନୀଳକଣ୍ଠ ଦାସ, ହରିହର ଦାସ ତାଙ୍କୁ ସାହାଯ୍ୟ କରୁଥିଲେ ଗୋପବନ୍ଧୁ ଦାସକୁ ତାଙ୍କ ସମସ୍ତ କାମରେ, ବନ୍ୟା ସମୟରେ ଯେତେବେଳେ ରିଲିଫ୍ ବାଣ୍ଟିବାକୁ ଯାଉଥିଲେ, ଚୁଡ଼ା ଚାଉଳ ବାଣ୍ଟିବାକୁ ଯାଉଥିଲେ, ତାଙ୍କୁ ନୀଳକଣ୍ଠ ଦାସ, ହରିହର ଦାସ ସାହାଯ୍ୟ କରୁଥିଲେ। ଯେତେବେଳେ ବକୁଳ ବନରେ ସତ୍ୟବାଦୀରେ ବନ ବିଦ୍ୟାଳୟ ପ୍ରତିଷ୍ଠା କଲେ, ଓଡ଼ିଶାରେ ପ୍ରଥମ ସ୍କୁଲ ଯେତେବେଳେ ବନ ବିଦ୍ୟାଳୟ ପ୍ରତିଷ୍ଠା କଲେ ଗୋପବନ୍ଧୁ ଦାସ, ସେ ବନ ବିଦ୍ୟାଳୟରେ ମଧ୍ୟ ନୀଳକଣ୍ଠ ଦାସ, ହରିହର ଦାସ ଏମାନେ ଶିକ୍ଷକତା କରୁଥିଲେ ହେଲା। ବିନା ପଇସାରେ ଶିକ୍ଷକତା କରୁଥିଲେ, ସେମାନେ କୌଣସି ଦରମା ନେଉନଥିଲେ। ତେଣୁ କବି ଗୋପବନ୍ଧୁଙ୍କୁ ଏହି କାମରେ ଅଧିକ ପ୍ରୋତ୍ସାହିତ କରିଥିଲା। ଯେତେବେଳେ ନୀଳକଣ୍ଠ ଦାସ, ହରିହର ଦାସ ତାଙ୍କୁ ସାହାଯ୍ୟ କଲେ, ତାଙ୍କ ସାଙ୍ଗରେ ମିଶିଲେ, ସାଙ୍ଗ ହେଲେ, ତାଙ୍କଠାରୁ ଅନେକ ପ୍ରୋତ୍ସାହନ ପାଇଲେ କିଏ? ଆମର ଗୋପବନ୍ଧୁ ବାବୁ। କଲିକତାରୁ ଓକିଲାତି ପାସ୍ କରି ମଧ୍ୟ ସେ ଓକିଲାତି କ'ଣ କଲେ ନା ଓକିଲାତି କଲେନି, ଛାଡ଼ିଦେଲେ। କଲିକତା ଯାଇକି ସେତେବେଳେ ଶଗଡ଼ରେ ବସିକି କଲିକତା ଯାଇଥିଲେ ପାଠ ପଢ଼ିବା ପାଇଁ। ଗାଡ଼ି ନଥିଲା, ଟ୍ରେନ୍ ନଥିଲା, ବସ୍ ନଥିଲା। କଲିକତା ଯାଇକିରି ଓକିଲାତି ପାଠ ପଢ଼ିଲେ, କିନ୍ତୁ ସେ ଓକିଲାତି କଲେନି, ଓକିଲାତିକି ଛାଡ଼ିଦେଲେ। କାହିଁ ଛାଡ଼ିଦେଲେ ନା ଶିକ୍ଷକତାକୁ ଅଧିକ ପସନ୍ଦ କରୁଥିଲେ। ଶିକ୍ଷକ ହେବାକୁ ସେ ବହୁତ ଚାହୁଁଥିଲେ, ଶିକ୍ଷାଦାନ କରିବାକୁ। ସେ ଜାଣିଥିଲେ ଯେ ଶିକ୍ଷାର ମହତ୍ତ୍ୱ କେତେ, ଓଡ଼ିଆମାନଙ୍କୁ ଶିକ୍ଷିତ କରିବା କେତେ ଜରୁରୀ। ତେଣୁ ଯଦି ଓଡ଼ିଆମାନେ ଶିକ୍ଷିତ ହେବେ ତାହେଲେ ସେମାନଙ୍କ ମଧ୍ୟରେ କ'ଣ ହେବ ନା ଜାତୀୟତାବାଦ ସୃଷ୍ଟି ହେବ। ନିଜ ମାତୃଭୂମି ପାଇଁ, ଉତ୍କଳ ଜନନୀ ପାଇଁ, ଭାରତ ମାତା ପାଇଁ, ନିଜ ଜନ୍ମଭୂମି ପାଇଁ, ଦେଶ ପାଇଁ ମନରେ କ'ଣ ହେବ ନା ଜାତୀୟତା ଭାବନା ସୃଷ୍ଟି ହେବ ଯଦି ପିଲାମାନେ ପାଠ ପଢ଼ିବେ। ତେଣୁ ଏଇ ଚିନ୍ତାଧାରା ନେଇକି ସେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ବୁଝିଲା। ସତ୍ୟବାଦୀରେ ବକୁଳ ବନ ଯେଉଁ ଅଛି ସତ୍ୟବାଦୀରେ, ସେଇଠି ଏକ ବନ ବିଦ୍ୟାଳୟ, ଏକ ଚାଳିଆ ଘର କରିକି ସେଇଠି ଗୋଟେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପିଲାମାନେ ବକୁଳ ବନର ଶାନ୍ତ ଶିଷ୍ଟ ପରିବେଶରେ, ସୁନ୍ଦର ଶାନ୍ତ ପରିବେଶରେ ବସି, ଗଛ ମୂଳରେ ବସିକି ପାଠ ପଢ଼ୁଥିଲେ। ଦେହ ମନ ସେଠି ସୁସ୍ଥ ରୁହେ। ବୁଝିଲା ପିଲେ। ତେଣୁ ସତ୍ୟବାଦୀରେ ବନ ବିଦ୍ୟାଳୟ ସେ ପ୍ରତିଷ୍ଠା କରି ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁସ୍ଥ ଓ ଆଦର୍ଶ ଦେଶଭକ୍ତ ତିଆରି କରିବାରେ ଲାଗି ପଡ଼ିଥିଲେ। କାହିଁ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ନା ଯାହାଦ୍ୱାରା ଓଡ଼ିଶାର ପିଲାମାନେ ବନ ବିଦ୍ୟାଳୟରେ ପଢ଼ିବା ଦ୍ୱାରା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କ'ଣ ହେବେ ନା ଦେଶ ସେବାରେ ନିଜକୁ ନିୟୋଜିତ କରିବେ ଏବଂ ଦେଶଭକ୍ତ ହେବେ। ସେଥିପାଇଁ ସେ କ'ଣ କରୁଥିଲେ ନା ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ନିଜେ ପାଠ ପଢ଼ଉଥିଲେ ସେ ବନ ବିଦ୍ୟାଳୟରେ। ତାଙ୍କ ସହିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର ଏମାନେ ସମସ୍ତେ ମଧ୍ୟ ସେଇଠାରେ ଶିକ୍ଷକତା କରୁଥିଲେ, ଯାହାକୁ ଆମେ ଆଧୁନିକ ପଞ୍ଚସଖା ବୋଲି କହୁ। ଗୋପବନ୍ଧୁଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଶିକ୍ଷକତା ଠାରୁ ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଗୋପବନ୍ଧୁଙ୍କର ବହୁମୁଖୀ ବ୍ୟକ୍ତିତ୍ୱ, ସେ ତାଙ୍କର ଗୋଟିଏ ବ୍ୟକ୍ତିତ୍ୱ ନଥିଲା। ଯେମିତି ଆମେ କହିଲେ ସେ ଜଣେ ସାହିତ୍ୟିକ, ସମ୍ପାଦକ, ଓକିଲାତି ମଧ୍ୟ ପଢ଼ିଛନ୍ତି, ଓକିଲ ଥିଲେ ହେଲା, ଏବଂ ସ୍ୱାଧୀନତା ସଂଗ୍ରାମୀ, ଦେଶ ସେବକ, ମାନବ ସେବକ ହେଲା। ସେ ବହୁମୁଖୀ ବ୍ୟକ୍ତିତ୍ୱ, ବହୁ ପ୍ରତିଭାର ଅଧିକାରୀ ସେ। ତ ତାଙ୍କର ଶିକ୍ଷକତା ଠାରୁ ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ସେ ଶିକ୍ଷକ ହେବା ଠାରୁ ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ମାନବ ସେବା ଥିଲା ତାଙ୍କ ଜୀବନର ଆଦର୍ଶ। ଆମେ କହୁଥିଲେ କିଛି ସମୟ ପୂର୍ବରୁ, ଗୋପବନ୍ଧୁ ଦାସ କହୁଥିଲେ ମାନବ ସେବା ହିଁ ମାଧବ ସେବା, ମଣିଷର ସେବା ହିଁ ପ୍ରକୃତ ଈଶ୍ୱରଙ୍କ ସେବା। ତେଣୁ ସେ ମାନବ ସେବାରେ ଛୋଟବେଳୁ, ବାଲ୍ୟକାଳରୁ, ଚାଟଶାଳୀରୁ ପାଠ ପଢ଼ିବା ଆରମ୍ଭ ସମୟରୁ ସେ ମାନବ ସେବାରେ ନିଜକୁ ନିୟୋଜିତ କରିଥିଲେ। ଦେଶର ସ୍ୱାଧୀନତା ଥିଲା ଉତ୍କଳମଣିଙ୍କର ଏକମାତ୍ର କାମ୍ୟ। ଦେଶ କେମିତି ସ୍ୱାଧୀନତା ହେବ, ସ୍ୱାଧୀନ ପାଇବ ହେଲା, ଇଂରେଜମାନଙ୍କଠାରୁ କେମିତି ଦେଶ ମୁକ୍ତ ହେବ, ଏଇଟା ଥିଲା ଉତ୍କଳମଣିଙ୍କର ଏକମାତ୍ର କାମନା। ତାଙ୍କର ଗୋଟିଏ କାମନା ଥିଲା ଆମ ଦେଶ କେମିତି ସ୍ୱାଧୀନ ହେବ। ବୁଝିଲା ପିଲେ। ତେଣୁ ସେ କହୁଥିଲେ ସ୍ୱାଧୀନତା ହିଁ ସ୍ୱରାଜ। ତାଙ୍କର ନାରା ଥିଲା କ'ଣ ଗୋପବନ୍ଧୁ ଦାସଙ୍କର ଡାକରା? ସ୍ୱାଧୀନତା ହିଁ ସ୍ୱରାଜ। ସ୍ୱାଧୀନତା ହେଉଛି ପ୍ରତ୍ୟେକ ବ୍ୟକ୍ତିର ଅଧିକାର। ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଢ଼ିବା ପାଇଁ ଗୋପବନ୍ଧୁଙ୍କ ଉଦ୍ୟମ ଉଲ୍ଲେଖଯୋଗ୍ୟ। ଆମେ ଜାଣିଛେ
ଯେତେବେଳେ ମଧୁବାବୁ ଆମେ ଜୀବନୀ ପଢ଼ୁଥିଲେ ସେଥିରେ କ'ଣ ଥିଲା ନା ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶାର ବିଚ୍ଛିନ୍ନ ଅଞ୍ଚଳ ଗୁଡ଼ିକ ଯେଉଁ ବଙ୍ଗପ୍ରଦେଶ, ବିହାର ପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶରେ ମିଶିକି ଥିଲା ତାଠୁ କାଢ଼ିକି ଆଣିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ମଧୁବାବୁ କ'ଣ କରିଥିଲେ ନା ଉତ୍କଳ ସମ୍ମିଳନୀ ଗଠନ କରିଥିଲେ। ସେଇ ଉତ୍କଳ ସମ୍ମିଳନୀରେ ସଭାପତିତ୍ୱ କରୁଥିଲେ କିଏ? ସେ ଉତ୍କଳମଣି ଗୋପବନ୍ଧୁ ଦାସ। ସେ ଉତ୍କଳ ସମ୍ମିଳନୀରେ ମଧୁବାବୁଙ୍କ ସମୟରେ ସେଇ ସମ୍ମିଳନୀ ସଭାର ସଭାପତି ଥିଲେ ଆମର ଉତ୍କଳମଣି ଗୋପବନ୍ଧୁ ଦାସ। ସେ ତାର ସଭାପତିତ୍ୱ କରୁଥିଲେ ଏବଂ ତାର ସଦସ୍ୟ ଥିଲେ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ କିଏ? ସେ ଉତ୍କଳମଣି ଗୋପବନ୍ଧୁ ଦାସ। ଅନେକ ଅବଦାନ ତାଙ୍କର ରହିଛି। ସେ ତାଙ୍କରି ପ୍ରଚେଷ୍ଟାରେ ପରିଶ୍ରମରେ ଆମର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଆଜି ଗଠନ ହୋଇପାରିଛି। ବୁଝିଲା ପିଲେ? ତେବେ ଗୋପବନ୍ଧୁଙ୍କ ସାହିତ୍ୟ ମାନବିକତାର ସାହିତ୍ୟ। ଯେତେବେଳେ ଗୋପବନ୍ଧୁଙ୍କ ସାହିତ୍ୟ ଆମେ ପଢ଼ିବା ତାଙ୍କ ସାହିତ୍ୟ ହେଉଛି କ'ଣ? ମାନବିକତାର ସାହିତ୍ୟ। ମାନବିକତା ତାଙ୍କ ଅନ୍ୟ ସମସ୍ତ ଲେଖା ଗୁଡ଼ିକରେ, ସେ କବିତା ହଉ ପ୍ରବନ୍ଧ ହଉ, ତାଙ୍କ ଲେଖା ଗୁଡ଼ିକରେ ଆମେ କ'ଣ ଦେଖିବା? ମାନବିକତା ଦେଖିବା, ମଣିଷ ପଣିଆକୁ ଦେଖିବା ସେଥିରେ ଆମେ। ତେଣୁ ସ୍ୱଦେଶ ପ୍ରୀତି ଓ ମାନବ ସମ୍ପ୍ରୀତି ତାର ମୁଖ୍ୟ ଅବଲମ୍ବନ। ସ୍ୱଦେଶ ପ୍ରୀତି, ନିଜ ଦେଶକୁ ଭଲ ପାଇବା, ନିଜ ମାତୃଭୂମି ନିଜ ରାଜ୍ୟକୁ ଭଲ ପାଇବା, ନିଜ ଜାତିକୁ ଭଲ ପାଇବା ଏବଂ ମଣିଷମାନଙ୍କୁ ଭଲ ପାଇବା ତାର ହେଉଛି ମୁଖ୍ୟ ଅବଲମ୍ବନ। ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ତାର ସେଇଟା। ତାଙ୍କ ସାହିତ୍ୟର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି କ'ଣ? ମାନବିକତା, ସ୍ୱଦେଶ ପ୍ରୀତି ଏବଂ ମାନବ ସମ୍ପ୍ରୀତି। ଏସବୁ ସତ୍ତ୍ୱେ କବି ଗୋପବନ୍ଧୁ ଥିଲେ ଖୁବ୍ ଭାବପ୍ରବଣ। ସେ ବହୁତ ଇମୋସନାଲ ଥିଲେ। ଗୋପବନ୍ଧୁ ଦାସ ଭାବପ୍ରବଣ ଥିଲେ। ଯେତେବେଳେ ଶୁଣୁଥିଲେ କୌଣସି ଓଡ଼ିଶାର କୌଣସି କୋଣରେ କୌଣସି ଜାଗାରେ ବନ୍ୟା ହେଇଗଲା, ଲୋକମାନେ ଅସୁବିଧାରେ ଅଛନ୍ତି, ଭୋକ ଉପାସରେ ପଡ଼ିଛନ୍ତି, ଉଦ୍ଧାର ହେଇପାରୁନାହାନ୍ତି, ସାଙ୍ଗେ ସାଙ୍ଗେ ସେ କାନ୍ଦି ପକାଉଥିଲେ। କୌଣସି ଓଡ଼ିଆ ଉପରେ ଅତ୍ୟାଚାର ହେବା ଶୁଣିଲେ ସେ କାନ୍ଦି ପକାଉଥିଲେ। କଲିକତାର ଓଡ଼ିଆ ଶ୍ରମିକଙ୍କ ଉପରେ ଯେତେବେଳେ ଅତ୍ୟାଚାର ହେଉଥିଲା ସେତେବେଳେ ଗୋପବନ୍ଧୁ ଦାସ ତାଙ୍କ ଖବର ଶୁଣିକି ସେ ସବୁ ଖବର ଶୁଣିକି ସେ କାନ୍ଦି ପକାଉଥିଲେ। ଓଡ଼ିଶାରେ ତା ଆଖିରୁ ଲୁହ ଝରି ଯାଉଥିଲା। ଯେତେବେଳେ ବନ୍ୟା ବାତ୍ୟା ସମୟରେ, ମରୁଡ଼ି ସମୟରେ ଅନେକ ଲୋକ ଅନାହାରରେ ମୃତ୍ୟୁବରଣ କରୁଥିଲେ ସେତେବେଳେ ମଧ୍ୟ ଗୋପବନ୍ଧୁ ଦାସ କାନ୍ଦି ପକାଉଥିଲେ। ଦୁଃଖୀ ଦୀନବନ୍ଧୁ ହେଉଛନ୍ତି କିଏ? ସେ ନା ଉତ୍କଳମଣି ଗୋପବନ୍ଧୁ ଦାସ। ସେ କାହାର ଦୁଃଖ ସହିପାରୁନଥିଲେ, ବହୁତ ଭାବପ୍ରବଣ ସେ ଥିଲେ। ହେଲା, ତେଣୁ ତାଙ୍କ ରଚନାବଳୀ ପଢ଼ିଲେ ଏଇ ଭାବପ୍ରବଣତା ଦେଖିବାକୁ ମିଳେ। ଗୋପବନ୍ଧୁ ଦାସ କେତେ ଇମୋସନାଲ, କେତେ ସବୁ ନିଜ ମାତୃଭୂମିକୁ, ଓଡ଼ିଆମାନଙ୍କୁ, ଓଡ଼ିଶାକୁ ଭଲ ପାଆନ୍ତି, ଭାରତକୁ ଭଲ ପାଆନ୍ତି। ତାଙ୍କର କବିତା ରଚନା ୟାକୁ ପଢ଼ିଲେ ହିଁ ଆମେ ଜାଣିପାରିବା। ହେଲା, ତେବେ ଏବେ ଦେଖିବା ବନ୍ଦୀର ବୀର ବ୍ୟଥା କବିତା ସମ୍ପର୍କରେ। ଏ ଯେଉଁ ବନ୍ଦୀର ବୀର ବ୍ୟଥା କବିତାଟି ପିଲେ ଉତ୍କଳମଣିଙ୍କର କାରା କବିତା ସଂକଳନରୁ ଆସିଛି। କେଉଁଥରୁ ଆସିଛି? ନା କାରା କବିତା ସଂକଳନ। କାରା କବିତା କ'ଣ? ନା 1923-24 ମସିହାରେ ଯେତେବେଳେ ଗୋପବନ୍ଧୁ ଦାସ ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାରେ ଯୋଗ ଦେଇଥିଲେ, ତାର ନେତୃତ୍ୱ ନେଇଥିଲେ ଓଡ଼ିଶାରେ। ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ଓଡ଼ିଶାରେ କେହି ନେଇଥିଲେ? ନା ଗୋପବନ୍ଧୁ ଦାସ ନେଇଥିଲେ। ତେଣୁ ଇଂରେଜମାନେ ତାଙ୍କୁ ବନ୍ଦୀ କରିକି ଆରେଷ୍ଟ କରିକିରି ଓଡ଼ିଶାରୁ ନେଇକରି ବିହାରର ହଜାରିବାଗ ଜେଲରେ ତାଙ୍କୁ ନେଇକି ରଖିଲେ ବନ୍ଦୀ କରିକି 1923-24 ମସିହାରେ। ଯେତେବେଳେ ହଜାରିବାଗ ଜେଲରେ ନେଇକି ଗୋପବନ୍ଧୁ ଦାସକୁ ରଖା ହେଲା, ବନ୍ଦୀ ଥିଲେ, ସେଇ ବନ୍ଦୀ ଥିବା ସମୟରେ ଓଡ଼ିଶା ଠାରୁ ଦୂରରେ ଯାଇକି ବିହାରରେ ହଜାରିବାଗ ଜେଲ ଭିତରେ ବନ୍ଦୀ ହେଇକି ଯେତେବେଳେ ଗୋପବନ୍ଧୁ ଦାସ ଥିଲେ, ସେତିକିବେଳେ ସେ ଅନେକ କବିତା ଲେଖିଥିଲେ। ସେ କବିତା ଗୁଡ଼ିକୁ ଯେଉଁ ସଂକଳନ କରାଯାଇଛି, ସେ କବିତାକୁ ଏକାଠି କରିକି ଯେଉଁ ସଂକଳନ କରାଯାଇଛି ତା ନାଁ ହେଉଛି କ'ଣ? କାରା କବିତା। କାରାଗାର ଭିତରେ ସେ କବିତା ଲେଖିଥିବ, ତା ନାଁ କାରା କବିତା। ତେଣୁ ଏଇ ଯେଉଁ ବନ୍ଦୀର ବୀର କଥା, ବୀର ବ୍ୟଥା ଯେଉଁ କବିତାଟି ଏଇ କାରା କବିତାରୁ ଆସିଛି, କାରା କବିତାରୁ ସଂଗୃହୀତ। ବୁଝିଲା? ତେଣୁ ଯେତେବେଳେ ଗୋପବନ୍ଧୁ ଦାସ ହଜାରିବାଗ ଜେଲରେ ବନ୍ଦୀ ଥିଲେ ସେତେବେଳେ କ'ଣ ହୁଏ ନା ସନ୍ଧ୍ୟା ପୂର୍ବରୁ କଏଦୀମାନଙ୍କୁ ଜେଲର ପ୍ରାଙ୍ଗଣରେ, ଜେଲ ଭିତରେ ଯେଉଁ ଅଗଣା ଅଛି ସେ ଅଗଣା ବା ପ୍ରାଙ୍ଗଣରେ କିଛି ସମୟ ପାଇଁ କଏଦୀମାନଙ୍କୁ ସନ୍ଧ୍ୟା ହେବା ପୂର୍ବରୁ ତାଙ୍କୁ ବୁଲିବା ପାଇଁ ଛଡ଼ାଯାଏ। କଏଦୀମାନେ ତା ଭିତରେ ବୁଲନ୍ତି। ତେଣୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜେଲରୁ ବାହାରିକିରି ସେଇ ଯେଉଁ ପ୍ରାଙ୍ଗଣ ଭିତରେ ବୁଲୁଥିଲେ, ଜେଲ ଅଗଣା ଭିତରେ ବୁଲୁଥିଲେ। ତ ସେତିକିବେଳେ ସନ୍ଧ୍ୟା ହେଇ ଆସିଛି, ସୂର୍ଯ୍ୟ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ଅସ୍ତାଭିମୁଖୀ ହୋଇଛନ୍ତି, ଅସ୍ତ ହେବାକୁ ଯାଉଛନ୍ତି ଏବଂ ଧୀରେ ଧୀରେ ସଞ୍ଜ ହେଇ ଆସୁଛି। ଏଇ ଯେଉଁ ସମୟର ଦୃଶ୍ୟଟା, ସୂର୍ଯ୍ୟ ଅସ୍ତ ହେଉଛନ୍ତି ଏବଂ ସନ୍ଧ୍ୟା ହେଇ ଆସୁଛି, ଏଇ ଦୃଶ୍ୟଟାକୁ ନେଇକିରି ଦେଖିକିରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କ'ଣ କରୁଛନ୍ତି? ଭାବପ୍ରବଣ ହେଇପଡ଼ିଛନ୍ତି। ତାଙ୍କ ଆଖିରେ ଲୁହ ଝରି ଆସିଛି। ତାଙ୍କର ମନେ ପଡ଼ିଛି ଉତ୍କଳ ଜନନୀ କଥା, ଓଡ଼ିଶାର କଥା ମନେ ପଡ଼ିଛି, ଓଡ଼ିଆଙ୍କ କଥା ମନେ ପଡ଼ିଛି। ସେ ଭାବିଛନ୍ତି ଯେ ନିଜ ଲୋକଠାରୁ ଦୂରେଇକି ରହିଲେ କେତେ କଷ୍ଟ ହୁଏ, ସେଇଟା ତାଙ୍କର ଏହି କବିତାରେ ସେ ଦେଖେଇଛନ୍ତି। ଏବଂ ଗୋଟେ ମାନବୀୟ ଦୃଷ୍ଟିକୋଣରୁ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଧରଣୀ ମାତା ପୃଥିବୀ କ'ଣ କରୁଛି ନା ସୂର୍ଯ୍ୟଙ୍କ ସହିତ ପୃଥିବୀର ସମ୍ପର୍କ ହେଉଛି ଅତ୍ୟନ୍ତ ନିବିଡ଼। ସୂର୍ଯ୍ୟଙ୍କ ସହିତ ପୃଥିବୀର ସମ୍ପର୍କ ହେଉଛି ଅତ୍ୟନ୍ତ ନିବିଡ଼ ସମ୍ପର୍କ। କିଏ କାହାଠୁ ବିଚ୍ଛିନ୍ନ ହୋଇକି ରହିପାରିବେ ନାହିଁ।
ଯଦି ସୂର୍ଯ୍ୟଙ୍କ ଠାରୁ ପୃଥିବୀ ବିଚ୍ଛିନ୍ନ ହୋଇ ରହିଲା ଏ ସୃଷ୍ଟି ରହିବ ନାହିଁ। ତେଣୁ ଯେତେବେଳେ ସୂର୍ଯ୍ୟ ଅସ୍ତ ଅଭିମୁଖୀ ହେଇଛନ୍ତି, ଅସ୍ତ ହେଉଛନ୍ତି, ପୃଥିବୀ ମାତା ବା ଧରଣୀ ମାତା କ'ଣ କରୁଛନ୍ତି ନା ବିରହ ବ୍ୟଥାରେ ପୀଡ଼ିତ ହୋଇଛନ୍ତି। ତାଙ୍କ ମନରେ ଅନେକ ବିରହ ଜାତ ହେଉଛି। ଗୋପବନ୍ଧୁ ଦାସ ତାଙ୍କର କ'ଣ ନା ଏଇ କଥାଟାକୁ ସେ ବନ୍ଦୀର ବିରହ ବ୍ୟଥା କବିତାରେ ଲେଖିଛନ୍ତି ଯେ ସୂର୍ଯ୍ୟଙ୍କର ଅସ୍ତ ହେଉଛନ୍ତି ଏବଂ ଅସ୍ତ ହେବା ସମୟରେ ପୃଥିବୀ କିପରି କ୍ରନ୍ଦନ କରି ଉଠୁଛି, ମନ ଦୁଃଖ କରୁଛନ୍ତି, ବିରହରେ ଜଳି ଉଠୁଛନ୍ତି ସୂର୍ଯ୍ୟଙ୍କ ଅସ୍ତକୁ ନେଇକରି, ଏବଂ ସୂର୍ଯ୍ୟଙ୍କୁ ବିଦାୟ ଦେବା ପାଇଁ କିପରି ଆୟୋଜନ ପ୍ରକୃତି ସୃଷ୍ଟି କରୁଛି। ତାଙ୍କୁ ସୂର୍ଯ୍ୟ ଯେହେତୁ ବିଦାୟ ନେଉଛନ୍ତି, ତାଙ୍କ ବିଦାୟ ପାଇଁ ପ୍ରକୃତି କ'ଣ କରୁଛି ନା ତାଙ୍କ ବିଦାୟର ଆୟୋଜନ କରୁଛି ସୂର୍ଯ୍ୟଙ୍କର। ତ ସେଇ ଦୃଶ୍ୟଟାକୁ ଉତ୍କଳମଣି ଗୋପବନ୍ଧୁ ଦାସ କବିତାରେ ଉଲ୍ଲେଖ କରିଛନ୍ତି। ପ୍ରଥମ କଥା ଏଇଟା, ଏବଂ ଦ୍ୱିତୀୟ କଥା ହେଲା ଯେହେତୁ ନିଜେ ଉତ୍କଳରୁ ଦୂରେଇକି ଯାଇକି ଅଛନ୍ତି, ନିଜ ଲୋକଠାରୁ ଦୂରେଇକି ଯାଇକି ଜେଲ୍ ଭିତରେ ବନ୍ଦୀ ହେଇକି ଅଛନ୍ତି ଅନ୍ୟ ଜାଗାରେ, ହେଲା କି ହଜାରୀବାଗ ଜେଲରେ। ତେଣୁ ନିଜ ଲୋକଠାରୁ ଦୂରେଇ ରହିଲେ ଯେ କେତେ କଷ୍ଟ ହୁଏ, ସେଇ କଥାଟିକୁ ସେ ପରୋକ୍ଷରେ ଏଇ କବିତା ମାଧ୍ୟମରେ ସୂର୍ଯ୍ୟଙ୍କୁ ଏବଂ ପୃଥିବୀକୁ, ପ୍ରକୃତିକୁ ଲକ୍ଷ୍ୟ କରିକିରି ନିଜ କଥାଟାକୁ ସେ କହିଛନ୍ତି। ବନ୍ଦୀର ବିରହ ବ୍ୟଥାରେ ନିଜ କଥାଟାକୁ କହୁଛନ୍ତି ଗୋପବନ୍ଧୁ ଦାସ, ହେଲା, ମାନବୀୟ ଦୃଷ୍ଟିକୋଣକୁ କହୁଛନ୍ତି, ନିଜ କଥାଟାକୁ ସେ କହିଛନ୍ତି। ତେବେ ଏବେ ଦେଖିବା ଏଇ ଯେଉଁ ମୁଖ୍ୟତଃ ବାହ୍ୟ ପ୍ରକୃତି ଅନ୍ତ ପ୍ରକୃତିର ସମୟ କବିତାଟିକୁ ଅଧିକ ମର୍ମସ୍ପର୍ଶୀ କରିପାରିଛି। ଏ ଯେଉଁ ବନ୍ଦୀର ବିରହ ବ୍ୟଥା କବିତାଟି, ଏ କବିତାରେ ବାହ୍ୟ ପ୍ରକୃତି ଏବଂ ଅନ୍ତ ପ୍ରକୃତି, ବାହ୍ୟ ପ୍ରକୃତି କହିଲେ କ'ଣ ନା ବାହାର ପ୍ରକୃତି, ସନ୍ଧ୍ୟା ସମୟର ଦୃଶ୍ୟ, ସୂର୍ଯ୍ୟ, ପୃଥିବୀ, ସୂର୍ଯ୍ୟ ଅସ୍ତ ହେଉଛନ୍ତି, ପୃଥିବୀ ବିରହ ପ୍ରକାଶ କରୁଛନ୍ତି, ବିରହ ବେଦନାରେ କ'ଣ ହେଉଛନ୍ତି, ବିରହ ବେଦନାରେ ସେ ଜଳି ଉଠୁଛନ୍ତି, ବ୍ୟଥିତ ହେଉଛନ୍ତି, ଏବଂ ସୂର୍ଯ୍ୟଙ୍କ ବିଦାୟକାଳୀନର ଆୟୋଜନ ଚାଲିଛି। ଏଇ ଯେଉଁ ଦୃଶ୍ୟ ଗୁଡ଼ିକ ଏସବୁ ହେଲା କ'ଣ ବାହ୍ୟ ପ୍ରକୃତି। ଆଉ ଗୋଟେ ଅନ୍ତ ପ୍ରକୃତି। ଅନ୍ତ ପ୍ରକୃତି କହିଲେ ମନ ଭିତରେ ଯେଉଁ ବେଦନା ସୃଷ୍ଟି ହୁଏ, ବିରହ ବେଦନା ସୃଷ୍ଟି ହୁଏ। ଗୋପବନ୍ଧୁ ଦାସଙ୍କର ସନ୍ଧ୍ୟାକାଳୀନ ଦୃଶ୍ୟକୁ ଦେଖିକିରି ତାଙ୍କ ମନରେ ଓଡ଼ିଶା କଥା ମନେ ପଡ଼ିଛି, ଓଡ଼ିଆମାନଙ୍କ କଥା ମନେ ପଡ଼ିଛି। ତେଣୁ ତାଙ୍କ ମନରେ ଯେଉଁ ବିରହ ବେଦନା ଜାଗ୍ରତ ହେଇଛି, ଏଇଟା ହେଲା ଅନ୍ତ ପ୍ରକୃତି, ମଣିଷ ମନ ଭିତରର ପ୍ରକୃତି। ଆଉ ଗୋଟେ ହେଲା ବାହାରର ପ୍ରକୃତି, ପୃଥିବୀ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ପ୍ରକୃତି ହେଲା ବାହ୍ୟ ପ୍ରକୃତି। ତେଣୁ ଅନ୍ତରର ପ୍ରକୃତି, ବାହାରର ପ୍ରକୃତି, ଏ ଦୁଇଟା ପ୍ରକୃତିର ସମନ୍ୱୟ, ସମାନତା, ହେଲା, ମେଳ, ଏଇ ଦୁଇଟି ପ୍ରକୃତିର ମେଳ ଦେଖିବାକୁ ମିଳେ ଏଇ କବିତାଟିରେ। ତେବେ ଏବେ ଦେଖିବା କବିତା ଆଲୋଚନା କରିବା ଆମେ ବନ୍ଦୀର ବିରହ ବ୍ୟଥା। ଯେତେବେଳେ ଗୋପବନ୍ଧୁ ଦାସ ସେଇ ପ୍ରାଙ୍ଗଣରେ ବୁଲୁଛନ୍ତି, ଜେଲର ପରିସର ମଧ୍ୟରେ ବୁଲୁଛନ୍ତି, ସନ୍ଧ୍ୟା ହେଇ ଆସିଛି, ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଏବଂ ଧରଣୀ ମାତା ବିରହ ବେଦନାରେ ବ୍ୟଥିତ ହୋଇଛନ୍ତି, ଏବଂ ସୂର୍ଯ୍ୟଙ୍କର ଅସ୍ତକୁ ନେଇକରି ପ୍ରକୃତି କ'ଣ କରୁଛି ନା କିପରି ବିଦାୟକାଳୀନ ଆୟୋଜନ ସବୁ କରିଛି, ତାଙ୍କୁ ଫେରୁଆଲ ଦେଉଛି, ସୂର୍ଯ୍ୟଙ୍କୁ ବିଦାୟକାଳୀନ ଆୟୋଜନ କରିଛି। ସେଇ ଦୃଶ୍ୟଟାକୁ ଗୋପବନ୍ଧୁ ଦାସ କେମିତି ବର୍ଣ୍ଣନା କରିଛନ୍ତି କବିତାରେ, ପିଲାମାନେ ଦେଖ, ଆମେ ସମସ୍ତେ ଦେଖିବା। କବି କହୁଛନ୍ତି, ମଧୁର ବସନ୍ତ ସମୟ, ଦିନ ହେଲାଣି ଶେଷ, ଛାଡ଼ି ପୂର୍ବ ଏବେ ତପନ, ଯିବେ ପଶ୍ଚିମ ଦେଶ। ମଧୁର ବସନ୍ତ ସମୟ, ବସନ୍ତ ଋତୁ। ଯେତେବେଳେ ଗୋପବନ୍ଧୁ ଦାସ ଯେତେବେଳେ ସେ ଦୃଶ୍ୟଟାକୁ ଦେଖୁଛନ୍ତି, ସେ ଜେଲରେ ଅଛନ୍ତି, ହଜାରୀବାଗ ଜେଲରେ, ସେତେବେଳେ କେଉଁ ଋତୁ ଚାଲିଛି ନା ବସନ୍ତ ଋତୁ ଚାଲିଛି। ଆମେ ଫଗୁଣ ମାସ ପରେ ଯେଉଁ ବସନ୍ତ ଋତୁ ଆମେ ଆସେ, ବସନ୍ତ ଋତୁରେ ଅତ୍ୟନ୍ତ ମଧୁର ଋତୁ, ବେଶୀ ଖରା ନଥାଏ, ଗରମ ନଥାଏ, ବେଶୀ ଶୀତ ନଥାଏ। ତେଣୁ ସେଇଟା ମଧୁର ବସନ୍ତ ସମୟ ତାକୁ କୁହାଯାଇଛି। ବସନ୍ତ ଋତୁରେ ଦିନ ହେଲାଣି ଶେଷ, ଦିନ ସରି ଆସିଛି, ଦିନ ସରିଯାଇଛି, ସନ୍ଧ୍ୟା ହେବାକୁ ଯାଉଛି, ଛାଡ଼ି ପୂର୍ବ ଏବେ ତପନ, ଯିବେ ପଶ୍ଚିମ ଦେଶ। ପୂର୍ବ ଛାଡ଼ି, ପୂର୍ବ ଦିଗକୁ ଛାଡ଼ିକି ତପନ, ତପନ କହିଲେ ସୂର୍ଯ୍ୟ, ସୂର୍ଯ୍ୟ ଯିବେ କୋଉଠିକି ନା ପଶ୍ଚିମ ଦେଶକୁ ଯିବେ। ମଧୁର ବସନ୍ତ ସମୟ, ଦିନ ହେଲାଣି ଶେଷ, ଛାଡ଼ି ପୂର୍ବ ଏବେ ତପନ, ଯିବେ ପଶ୍ଚିମ ଦେଶ। ପୂର୍ବକୁ ଛାଡ଼ିକି ତପନ ସୂର୍ଯ୍ୟଦେବ ଏବେ ପଶ୍ଚିମ ଦିଗକୁ ଯାଉଛନ୍ତି, ହେଲା। ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର। ତେଣୁ ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ଯେହେତୁ ସୂର୍ଯ୍ୟ ବିଦାୟ ନେଉଛନ୍ତି, ଅସ୍ତ ହେଉଛନ୍ତି, ତେଣୁ ସୂର୍ଯ୍ୟଙ୍କର ବିଦାୟର ଆୟୋଜନ ଲାଗିଛି। ଆୟୋଜନ କିଏ କରିଛି ନା ପ୍ରକୃତି ମାତା କରିଛି ଆୟୋଜନ, ବିଦାୟର ଆୟୋଜନ କରିଛି ପ୍ରକୃତି ମାତା। ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର, ନାନା ରଙ୍ଗର ଚନ୍ଦ୍ର ଆତପେ। ଚନ୍ଦ୍ର ଆତପେ କହିଲେ ପିଲେ କ'ଣ, ଏଠି ଚନ୍ଦ୍ର କହିଲେ ଜହ୍ନ ନୁହେଁ, ଚନ୍ଦ୍ର ନୁହେଁ, ଚନ୍ଦ୍ର ଯୁକ୍ତ ଆତପେ, ଚନ୍ଦ୍ରାତପେ, ଚନ୍ଦ୍ରାତପେ ମାନେ ଚାନ୍ଦୁଆ। ନାନା ରଙ୍ଗର ଚାନ୍ଦୁଆରେ ଆଚ୍ଛାଦିତ ଅମ୍ବର, ଅମ୍ବର କହିଲେ ଆକାଶ, ନାନା ରଙ୍ଗର ଚାନ୍ଦୁଆରେ ଆକାଶ କ'ଣ ହେଇଛି, ଅମ୍ବର ଆକାଶ କ'ଣ ହେଇଛି ଆଚ୍ଛାଦିତ ହେଇଯାଇଛି। ଆଚ୍ଛାଦିତ କହିଲେ କ'ଣ, ଘୋଡ଼େଇ ହେଇକି ଅଛି ଆକାଶ। ନାନା ରଙ୍ଗର ଚାନ୍ଦୁଆରେ ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି, ସେତେବେଳେ ତାଙ୍କର ସାତଟି କିରଣ ନାଲି ନାଲି, ଆମେ ଯେଉଁ କହୁ
କ'ଣ ନା ଆକାଶରେ ଯେଉଁ ଇନ୍ଦ୍ରଧନୁ ପଡ଼ିଛି। ତେଣୁ ନାନା ରଙ୍ଗରେ ଚାନ୍ଦୁଆରେ ଅମ୍ବର ଆକାଶ କ'ଣ ଘୋଡ଼େଇ ହେଇକି ଅଛି। ବୁଝିହେଲା। ତାପରେ ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ, ତରୁଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ, ଆକାଶରେ ଦଳ ଦଳ ହୋଇକି ପକ୍ଷୀମାନେ ଉଡ଼ି ଉଡ଼ି ଯାଉଛନ୍ତି ଏବଂ କରୁଣ ଗାନ କରୁଛନ୍ତି। ଦୁଃଖରେ ସେମାନେ ଚିଲଉଛନ୍ତି, ରଡ଼ି ଛାଡ଼ୁଛନ୍ତି ଦୁଃଖରେ, କରୁଣ ଗାନ କରୁଛନ୍ତି, ଦୁଃଖରେ ଗାଉଛନ୍ତି ଚଢ଼େଇ ମାନେ ଆକାଶରେ ଉଡ଼ି ଉଡ଼ିକି। କାହିଁକି? ସୂର୍ଯ୍ୟ ଯେହେତୁ ଅସ୍ତ ହେଇଯାଉଛନ୍ତି, ସନ୍ଧ୍ୟା ଆସୁଛି, ସୂର୍ଯ୍ୟ ବିଦାୟ ନେଉଛନ୍ତି। ତେଣୁ ତାଙ୍କ ବିଦାୟର ଆୟୋଜନ ଚାଲିଛି, ପ୍ରକୃତି ଆୟୋଜନ କରୁଛି। କେମିତି ଆୟୋଜନ କରୁଛି? ନା ନାନା ରଙ୍ଗର ଚାନ୍ଦୁଆରେ ଆକାଶ ଢାଙ୍କି ହେଇକି ଅଛି, ଘୋଡ଼େଇ ହେଇକି ଅଛି। ଦଳ ଦଳ ପକ୍ଷୀମାନେ ଉଚ୍ଚ ସ୍ୱରରେ ଦୁଃଖର ଗୀତ ଗାଇ ଗାଇକି ବୁଲୁଛନ୍ତି, ଚିଲେଇ ଚିଲେଇକି ଦୁଃଖର ଗୀତ ବୋଲିକି ବୁଲୁଛନ୍ତି ଉପରେ। ତରୁଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। ତରୁଗିରି, ତରୁ କହିଲେ ଗଛଲତା, ଗିରି କହିଲେ ପାହାଡ଼। ଗଛଲତା ପାହାଡ଼ କ'ଣ କରୁଛନ୍ତି? ନା ଛାୟା ବିସ୍ତାରିକି ତାଙ୍କ ଛାଇ ବଢ଼େଇ ଦେଇଛନ୍ତି ଚାରିଆଡ଼େ। ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଛନ୍ତି, ପାହାଡ଼ର ଛାଇଟା ଲମ୍ବି ଯାଇଛି, ଗଛଲତାଙ୍କର ଛାଇ ବଢ଼ି ଯାଇଛି। ତେଣୁ ତରୁଗିରି, ପାହାଡ଼, ଗଛଲତା ତାଙ୍କ ଛାଇକି ବଢ଼େଇ ଦେଇକିରି ସୂର୍ଯ୍ୟଙ୍କ ପାଦରେ କ'ଣ କରୁଛନ୍ତି? ପ୍ରଣାମ କରୁଛନ୍ତି ସେ। ତେଣୁ ତରୁଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ, ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି। ତରୁଗିରି, ଗଛଲତା, ପାହାଡ଼ ସୂର୍ଯ୍ୟଙ୍କ ପାଦ ତଳେ ପ୍ରଣାମ କରୁଛନ୍ତି। ହେଲା। ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବରଣୀ ପାଟ, ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ଦେଖ ପିଲାମାନେ, ସୂର୍ଯ୍ୟଙ୍କର ଅସ୍ତ ସମୟରେ ପ୍ରକୃତି କିପରି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଉଛି, କେମିତି ବିଦାୟକାଳୀନ ଆୟୋଜନ ସୃଷ୍ଟି କରିଛି, ଏହି ଦୃଶ୍ୟଟାକୁ ଗୋପବନ୍ଧୁ ଦାସ କେତେ ସୁନ୍ଦର ଭାବେ ସେ ଆଲୋଚନା କରୁଛନ୍ତି। ଦେଖ, କହୁଛନ୍ତି ଯେ ନାନା ରଙ୍ଗର ଚାନ୍ଦୁଆରେ ଅମ୍ବର ଆକାଶ ଘୋଡ଼େଇ ହେଇକି ଅଛି, ସେ ଏମିତି ଦେଖାଯାଉଛି ଆକାଶଟା। ଏବଂ ଗଛଲତା ପାହାଡ଼ ମାନେ ତାଙ୍କ ଛାଇକି ବିସ୍ତାରି ଦେଇକି ସୂର୍ଯ୍ୟଙ୍କୁ ପ୍ରଣାମ କରୁଛନ୍ତି। ଦଳ ଦଳ ହେଇକି ପକ୍ଷୀମାନେ କ'ଣ କରୁଛନ୍ତି? ନା କରୁଣ ଗୀତ ଗାଇ ଗାଇକି ବୁଲୁଛନ୍ତି। ହେଲା। ତାପରେ କ'ଣ ଆସିଲା? ନା ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବରଣୀ ପାଟ, ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବରଣୀ ପାଟ। ଏଇ ଯେଉଁ ତରୁଗିରି, ପାହାଡ଼ ପର୍ବତ, ସେମାନେ କ'ଣ କରୁଛନ୍ତି? ନା ସୂର୍ଯ୍ୟଙ୍କ ପାଦ ତଳେ ପ୍ରଣାମ କରୁଛନ୍ତି ତାଙ୍କ ଛାୟା ବିସ୍ତାରି ଦେଇକିରି। ଏବଂ ସୂର୍ଯ୍ୟଦେବ କ'ଣ କରୁଛନ୍ତି? ନା ଏଇ ତରୁଗିରି ପାହାଡ଼ର ଶିରରେ, ପାହାଡ଼ର ମୁଣ୍ଡରେ କ'ଣ କରୁଛନ୍ତି? ହେମ ବରଣୀ ପାଟ ପିନ୍ଧେଇ ଦେଉଛନ୍ତି। ହେମ ବରଣୀ ପାଟ କହିଲେ କ'ଣ? ନା ସୁନେଲି ରଙ୍ଗର ପାଟ। ହେମ ବରଣୀ କହିଲେ ସୁନେଲି ରଙ୍ଗର ପାଟ। ଯେତେବେଳେ ସୂର୍ଯ୍ୟଙ୍କର ଅସ୍ତ ହୁଏ ସନ୍ଧ୍ୟା ସମୟରେ, ସେତେବେଳେ ଆକାଶଟା କେମିତି ଦେଖାଯାଏ? ସୁନେଲି ରଙ୍ଗ ଦେଖାଯାଏ। ତେଣୁ ସୁନେଲି ରଙ୍ଗର ପାଟକୁ ସୂର୍ଯ୍ୟ ପିନ୍ଧେଇ ଦେଉଛନ୍ତି କାହା ମସ୍ତକରେ? ପାହାଡ଼ ଏବଂ ଗଛଲତାଙ୍କର ମସ୍ତକରେ, ମୁଣ୍ଡରେ। କେମିତି ପିନ୍ଧେଇ ଦେଉଛନ୍ତି? ନା ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ଯେମିତି ଅନୁରକ୍ତ ଭୃତ୍ୟ କହିଲେ ବିଶ୍ୱସ୍ତ କର୍ମଚାରୀ, ବିଶ୍ୱସ୍ତ ଲୋକ। ଜଣେ ରାଜା, ସମ୍ରାଟଙ୍କର ଗୋଟେ ବିଶ୍ୱସ୍ତ କର୍ମଚାରୀ ମୁଣ୍ଡରେ ଜଣେ ସମ୍ରାଟ ବା ରାଜା ଯେମିତି ପଗଡ଼ିକୁ ବାନ୍ଧି ଦିଅନ୍ତି, ଠିକ୍ ସେଇଭଳିଆ ସୂର୍ଯ୍ୟଦେବ ସୁନେଲି ରଙ୍ଗର ବା ହେମବରଣୀ ପାଟକୁ ଗଛଲତା ଓ ପାହାଡ଼ଙ୍କ ମୁଣ୍ଡରେ ପିନ୍ଧେଇ ଦେଉଛନ୍ତି ବୋଲି ଗୋପବନ୍ଧୁ ଦାସ ବର୍ଣ୍ଣନା କରୁଛନ୍ତି। ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି, ପ୍ରାଚୀ ଅନୁରାଗେ ରଞ୍ଜିତ ଚାରୁ ବଦନ ଛବି। ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି। ଅସ୍ତାଚଳ, ଅସ୍ତ ହେଉଥିବା ଉଚ୍ଚ ଆସନରେ ବସିଛନ୍ତି କିଏ? ସେ ରବି। ରବି କହିଲେ କି ସୂର୍ଯ୍ୟ। ସୂର୍ଯ୍ୟ ଅସ୍ତ ହେଉଥିବାର ଉଚ୍ଚ ଆସନରେ, ଅସ୍ତାଭିମୁଖୀ, ଅସ୍ତାଚଳ ଅସ୍ତ ହେଉଥିବା ଉଚ୍ଚ ଆସନରେ ସେ ବସିଛନ୍ତି। ଏବଂ ପ୍ରାଚୀ ଅନୁରାଗେ ରଞ୍ଜିତ ଚାରୁ ବଦନ ଛବି। ପ୍ରାଚୀ ଅନୁରାଗେ, ପ୍ରାଚୀ କହିଲେ ପିଲେ ପୂର୍ବ ଦିଗ, ଅନୁରାଗୀ କହିଲେ ସ୍ନେହରେ, ପ୍ରାଚୀରେ ପୂର୍ବ ଦିଗର ସ୍ନେହରେ ରଞ୍ଜିତ ଚାରୁ ବଦନ ଛବି। ଛବି କହିଲେ ସୂର୍ଯ୍ୟଙ୍କର ମୁହଁଟା କ'ଣ ହେଉଛି? ନା ପ୍ରାଚୀର ପୂର୍ବ ଦିଗର ସ୍ନେହରେ ତାଙ୍କ ମୁଖରେ ଶୋଭା ପାଉଛି, ସୁନ୍ଦରତା, ହାସ୍ୟ, ଖୁସିର ହସ ତାଙ୍କ ମୁହଁରେ ଶୋଭା ପାଉଛି। ପ୍ରାଚୀର ପୂର୍ବ ଦିଗର ସ୍ନେହରେ ସୂର୍ଯ୍ୟଙ୍କର ମୁଖରେ ହସ ଶୋଭା ପାଉଛି। ବୁଝିହେଲା। ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର। ହେଲା ପିଲେ, ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର, କୋମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର। ପୁଣି କ'ଣ ହେଇଛି? ନା ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର। ପ୍ରାଚୀ କହିଲେ ପୂର୍ବ ଦିଗ ଆଡ଼କୁ, ଅଭିମୁଖେ ପୂର୍ବ ଦିଗ ଆଡ଼କୁ
ଲମ୍ବାଏ ସ୍ନିଗ୍ଧ କନକ କର। ନିଜର ଶୀତଳ ହାତକୁ, ସ୍ନିଗ୍ଧ କଲେ ଶୀତଳ, ଶୀତଳ ହାତକୁ ସେ ବଢ଼େଇ ଦେଉଛନ୍ତି ପୂର୍ବ ଦିଗ ଆଡ଼କୁ ଏବଂ କୋମଳ ଆଶ୍ୱାସନା ଦେଇକି ସ୍ନେହ ଆଦର ଦେଖାଉଛନ୍ତି। କିଏ ସେ? ସୂର୍ଯ୍ୟଦେବ। ବୁଝିଲା? ତାହେଲେ କ'ଣ କରୁଛନ୍ତି ନା ଉଚ୍ଚ ଅସ୍ତାଚଳର ଉଚ୍ଚ ଆସନରେ ବସିକିରି ହସୁଛନ୍ତି ସୂର୍ଯ୍ୟଦେବ ଏବଂ ପୂର୍ବ ଦିଗକୁ ଚାହିଁକି ପ୍ରାଚୀ ପୂର୍ବ ଦିଗର ସ୍ନେହରେ ତାଙ୍କ ମୁଖରେ ହସ ଶୋଭା ପାଉଛି ସୂର୍ଯ୍ୟଙ୍କର ମୁଖରେ। ତାପରେ ପ୍ରାଚୀ ଅଭିମୁଖେ, ପ୍ରାଚୀକୁ ଚାହିଁକି, ପୂର୍ବ ଦିଗକୁ ଚାହିଁକିରି ନିଜ ହାତକୁ, ଶୀତଳ ହାତକୁ ଲମ୍ବେଇ ଦେଉଛନ୍ତି ସୂର୍ଯ୍ୟଦେବ। ପୂର୍ବ ଦିଗକୁ ନିଜର ଶୀତଳ ହାତକୁ ଲମ୍ବେଇ ଦେଉଛନ୍ତି ଏବଂ କୋମଳ ଆଶ୍ୱାସନା ଦେଇକିରି ନିଜ ସ୍ନେହ ଆଦର ଦେଖାଉଛନ୍ତି। ପୂର୍ବ ଦିଗ ଆଡ଼କୁ ହାତ ବଢ଼େଇ ଦେଇକିରି, ତାଙ୍କୁ ଆଉଁସି ଦେଇକିରି ନିଜର ସ୍ନେହ ଆଦର ଦେଖାଉଛନ୍ତି ବୋଲି କବି କହୁଛନ୍ତି। ହେଲା। ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିର, କହନ୍ତି ଅଚିରେ ଫେରିବି ଧନୀ ନୁହଁ କାତର। ସମୀରଣ ମୃଦୁ ମର୍ମରେ, ସମୀରଣ କହିଲେ ପିଲେ ପବନ, ମୃଦୁ ମର୍ମରେ କହିଲେ ସୁଲୁସୁଲିଆ, ମାନେ ଧୀରେ ଧୀରେ ଯେଉଁ ପବନ ହେଉଥାଏ ସନ୍ଧ୍ୟା ସମୟରେ, ସୁଲୁସୁଲୁ ଧୀରେ ଧୀରେ ପବନ ହୁଏ। ଏ ଧୀରେ ଧୀରେ ପବନରେ ପ୍ରେମ ଅସ୍ପଷ୍ଟ ଗିର, ଫୁସ୍ଫୁସ୍ କରିକି ସୂର୍ଯ୍ୟଦେବ କାନରେ କହିଦେଉଛନ୍ତି। ସମୀରଣ ସନ୍ଧ୍ୟା ସମୟର ସୁଲୁସୁଲିଆ ଶୀତଳ ପବନରେ, ଧୀରେ ଧୀରେ ପବନରେ ଫୁସ୍ଫୁସ୍ କରିକିରି ସୂର୍ଯ୍ୟଦେବ କହୁଛନ୍ତି ଅସ୍ପଷ୍ଟ ଗିର, ଅସ୍ପଷ୍ଟ କଥାକୁ ଫୁସ୍ଫୁସ୍ କରିକି କହୁଛନ୍ତି। କ'ଣ କହୁଛନ୍ତି ନା ଅଚିରେ ଫେରିବି ଧନୀ ନୁହଁ କାତର। ଶୀଘ୍ର, ଅଚିରେ କହିଲେ ଜଲ୍ଦି, ଶୀଘ୍ର ଫେରିବି ଧନୀ, ଶୀଘ୍ର ଫେରି ଆସିବି ନୁହଁ କାତର। ତମେ ଦୁଃଖ ପ୍ରକାଶ କର ନାହିଁ, କାତର ହୁଅ ନାହିଁ, ଦୁଃଖ କର ନାହିଁ, ମୁଁ ଶୀଘ୍ର ଫେରି ଆସିବି ବୋଲି ପୂର୍ବ ଦିଗକୁ କହୁଛନ୍ତି। କିଏ ସେ? ନା ସୂର୍ଯ୍ୟଦେବ। ନିଜ ଶୀତଳ ହାତକୁ ବଢ଼େଇ ଦେଉଛନ୍ତି, ପୂର୍ବ ଦିଗକୁ ସ୍ନେହରେ ଆଉଁସି ଦେଉଛନ୍ତି। ହେଲା। ଏବଂ କହୁଛନ୍ତି ସମୀରଣ ଶୀତଳ ପବନରେ ଫିସ୍ ଫିସ୍ କରି କହିଦେଉଛନ୍ତି କାନରେ ଯେ ମୁଁ ଶୀଘ୍ର ଫେରି ଆସିବି, ତମେ ଦୁଃଖ କର ନାହିଁ। ବୁଝିହେଲା? ତେବେ ଆଜି ପାଇଁ ଏତିକି। ପରବର୍ତ୍ତୀ କ୍ଲାସ୍ରେ ଆମେ ବାକି ଆଲୋଚନା କରିବା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଚ୍ୟାନେଲଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ। ତେବେ ରହିଲି ପିଲାମାନେ, ଜୟ ଜଗନ୍ନାଥ।